ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆମେ ପ୍ରଥମେ ଲଙ୍କାଟାକୁ ସରୁ ସରୁ କାଟି ଦେଇକି ବିଲାତିଟାକୁ ଆମେ ଚୁନ ଚୁନ କାଟିଦେବା। ଅଦାଟାକୁ ଆମେ କଡ଼କଡ଼ କାଟିଦେବା। ପିଆଜଟା ଆମେ ଛନ ଛନ କାଟିଦେବା। କଡ଼େଇଟାକୁ ଗ୍ୟାସରେ ବସେଇ ଦେଇକି ଅଣ୍ଡାଟାକୁ ଟିକେ ମଡ଼ ମଡ଼ ଭାଙ୍ଗି ଦେଇକି ତାକୁ କଡ଼େଇରେ ଢାଳିଦେବା। ଆଉ ଢାଳି ସାରିଲା ପରେ କଡ଼େଇରେ କେତେ ସୁନ୍ଦର ଲାଗୁଛି ଅଣ୍ଡା ଆମଲେଟ୍ ଆମର। ତାକୁ ଟିକେ ଚୁନ ଚୁନ କରି ଭାଜି ଦେଇକି ତାପରେ ପିଆଜ, ଲଙ୍କା, ଅଦା ଯେଉଁ କଟା ହେଇଥିବା ମସଲା ଯେଉଁ ଥିଲା ତାକୁ ତେଲରେ ଆମେ ଛନ ଛନ କରି ଭାଜି ଦେଇକି ତାପରେ ଅଣ୍ଡାଟାକୁ ଆମେ ଟିକେ ସର କରି ପକେଇ ଦେଇକି ମସଲା ଗୁଡ଼ା ସବୁ ଢାଲିସ୍ କରିକି ଆମେ ଅଣ୍ଡାର ଆମଲେଟ୍ ଭୁଜିଆ କରିକି ତଡ଼କା କରିକି ଖାଇଦେବା। ଆପଣମାନେ ଦେଖନ୍ତୁ ତଡ଼କାଟା କୋଉଭଳି ଭାବରେ ପ୍ରସ୍ତୁତ ହେଇକି ରେଡ଼ି ହେଇକି ହେଇଗଲାଣି। ତାକୁ ଟିକେ ଫୁଟିବା ପାଇଁ ଆମେ ଟିକେ ଛାଡ଼ିଦେବା। ଛାଡ଼ି ସାରିଲା ପରେ ସେ ଟିକେ ପାଣି ଟିକେ ମରିଗଲା ପରେ ତଡ଼କା ଆମର ପ୍ରସ୍ତୁତ ହେଇଯିବ। ସାଙ୍ଗମାନେ ଦେଖିପାରୁଥିବେ କୋଉଭଳି ଭାବରେ ତଡ଼କାଟା ଆମେ ରେଡ଼ି କରିଛେ। ଆଉ ଆପଣମାନେ ଆସନ୍ତୁ ଖାଇବେ, ତଡ଼କାର ମଜା ନିଅନ୍ତୁ। ଅଣ୍ଡା ତଡ଼କା ଆଉ ଆମର ତ ତଡ଼କା ରେଡ଼ି ହେଇଗଲାଣି। ସାଙ୍ଗମାନେ ଆପଣ ତାହେଲେ କେବେ ଆସୁଛନ୍ତି ଖାଇବାକୁ? ଆଉ ଏତିକି କହିଛି, ଜୟ ଜଗନ୍ନାଥ। ସାଙ୍ଗମାନେ ପୁଣି ଆଉ ଗୋଟେ ନୂଆ ବ୍ଲଗକୁ ଆପଣଙ୍କୁ ସ୍ୱାଗତ ରହୁଛି। ସାଙ୍ଗମାନେ ଜୟ ଜଗନ୍ନାଥ।